ଓଡ଼ିଶାରେ ମୋହନ ସରକାରଙ୍କର 3,500 ଟଙ୍କା ଭତ୍ତା 80 ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଘୋଷଣା ପରେ ପୁଣି ଘୋଷଣା ବଦଳାଇବ ବିଜେପି। ସବୁ ବର୍ଗର ଲୋକଙ୍କୁ ଭତ୍ତା ଦେବ 3,000। ହଁ ଆଜ୍ଞା, ତେବେ ବିଜେଡି ମଧ୍ୟ ଟାର୍ଗେଟ କରି ବିଜେପିକୁ କହିଛି, ଯଦି ଭତ୍ତା 3,000 ଟଙ୍କା ସବୁ ବୃଦ୍ଧାବୃଦ୍ଧମାନଙ୍କୁ ନ ଦିଆଯାଏ ତେବେ ପଞ୍ଚାୟତ ସ୍ତରରେ ନୁହଁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବଡ଼ ଆନ୍ଦୋଳନ ହେବ। ତେବେ ଏନେଇ ମୋହନ ମାଝୀଙ୍କ ମୁଣ୍ଡରେ ଚେତା ପଶିଛି। ମୋହନ ମାଝୀ ଏବେ ଚିନ୍ତା କଲେଣି, ସମସ୍ତଙ୍କ ଭତ୍ତା 3,000 ଟଙ୍କା ନ କଲେ ବୁଢ଼ା ବୁଢ଼ୀମାନେ ଆସି ଆମ ଦୁଆର ମୁହଁରେ ବସିବେ। ତେବେ ମୋହନ ମାଝୀ ଗତ ଅକ୍ଟୋବରରେ ଚିନ୍ତା କରିପାରନ୍ତି ଭତ୍ତା ବୃଦ୍ଧି କରିବାକୁ। ସମସ୍ତଙ୍କ ଭତ୍ତା ବୃଦ୍ଧି କରି 3,000 ଟଙ୍କା କରିପାରନ୍ତି। ତେବେ ଏନେଇ ବିଜେପି ସରକାର ଚିନ୍ତା ମଧ୍ୟ କରୁଛି। ବିଜେପି ସରକାର ମଧ୍ୟରେ ମିଟିଂ ପରେ ମିଟିଂ ହେଉଛି। ଶ୍ରମିକ ସଂଗଠନ ମଧ୍ୟ ଭତ୍ତା ଆନ୍ଦୋଳନ ପାଇଁ ଡାକରା ଦେଇସାରିବା ପରେ ବିଜେପି ମୁଣ୍ଡରେ ଏବେ ଚେତା ପଶିଛି। ବିଜେପିର ବହୁ ନେତାମନ୍ତ୍ରୀମାନେ କହୁଛନ୍ତି, ଇସ୍ତାହାରରେ ଥିବା କଥା 3,000 ଭତ୍ତା ଯଦି ଘୋଷଣା ନ କରାଯାଏ ତେବେ ଓଡ଼ିଶାରେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ। ତେବେ ବିଜେପିକୁ 5 ବର୍ଷ ପର୍ଯ୍ୟନ୍ତ ମଧ୍ୟ ରଖେଇ ଦେଇ ନ ପାରନ୍ତି ବିରୋଧୀ। ଓଡ଼ିଶା ନିର୍ବାଚନ ଇତିହାସରେ ଇସ୍ତାହାର ପୂରଣ ନ କଲେ ବିଜେପି ଭଳି ଦଳ ମଧ୍ୟ ତଳିତଳାନ୍ତ ହୋଇପାରେ। ତେବେ ବୃଦ୍ଧବୃଦ୍ଧାମାନଙ୍କୁ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା, ଯଦି ବିଜେପି ଓଡ଼ିଶାରେ ସରକାର କରେ ତେବେ ସବୁ ବୁଢ଼ାବୁଢ଼ୀମାନଙ୍କୁ ଭତ୍ତା 3,000 ଟଙ୍କା ମିଳିବ। ତେବେ ଭତ୍ତା 3,000 ଟଙ୍କା ବୃଦ୍ଧି କରିନାହାନ୍ତି ମୋହନ ସରକାର। କେବଳ 80 ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭତ୍ତା କରିଛନ୍ତି 3,500 ଟଙ୍କା। ଏନେଇ ବୁଢ଼ାବୁଢ଼ୀମାନେ ବହୁତ ହଟଚମଟରେ ଅଛନ୍ତି। ତୁରନ୍ତ ଭତ୍ତା ବୃଦ୍ଧି କରନ୍ତୁ ମୋହନ ମାଝୀ। ଯଦି ଭତ୍ତା ବୃଦ୍ଧି ନ କରନ୍ତି ଓଡ଼ିଶାରେ ଆଗାମୀ ଦିନରେ ବହୁତ ବଡ଼ ଆନ୍ଦୋଳନ ମଧ୍ୟ ହେବ। ଓଡ଼ିଶାରେ ଏପରି ଆନ୍ଦୋଳନ ହେବ ଯେ ଓଡ଼ିଶା ଏପରି ଆନ୍ଦୋଳନ କେବେ ମଧ୍ୟ ଦେଖିନଥିବ। ତେବେ ଓଡ଼ିଶାରେ ଭତ୍ତା ବୃଦ୍ଧିକୁ ନେଇ ଚାରିଆଡ଼ୁ ସଂଗଠନରୁ ବହୁତ ବଡ଼ ବଡ଼ କଥାମାନ ମଧ୍ୟ ଆସୁଛି। ବିଜେପି ପ୍ରତିଶ୍ରୁତି ଦେଇ ବୁଢ଼ାବୁଢ଼ୀମାନଙ୍କୁ କ'ଣ ପାଇଁ ହଇରାଣ କରିଛି ବୋଲି ବହୁଆଡ଼ୁ ବାଦ ବିବାଦ ମଧ୍ୟ ସୃଷ୍ଟି ହେଉଛି। ଏବେ ବିଜେପି ତାର ପ୍ରତିଶ୍ରୁତି ପୂରଣ କରୁ ଏବଂ 3,000 ଟଙ୍କା ଭତ୍ତା ସମସ୍ତଙ୍କ ପାଇଁ ଲାଗୁ କରୁ।